Hello dear students, welcome to ବିଭୂତି ଗୁରୁଜୀ ଅନଲାଇନ୍। ଆଜି ଆମେ ଅଭ୍ୟାସ କାର୍ଯ୍ୟ 5.8 ର ସମାଧାନ କରିବା। ଏଥିରେ ଭଗ୍ନ ସଂଖ୍ୟାର ଯୋଗଫଳ ଓ ବିୟୋଗଫଳ ନିର୍ଣ୍ଣୟ ବିଷୟରେ ଜାଣିବା। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ, ଯାହା ଫଳରେ ଏଠାରେ ଥିବା ସମସ୍ତ ପ୍ରକାର ଯୋଗ ଓ ବିୟୋଗ କାର୍ଯ୍ୟଗୁଡ଼ିକୁ ଅତି ସହଜରେ ବୁଝି ପାରିବେ। ନମ୍ବର 1, 2 ବିଭକ୍ତ 3 ଓ 1 ବିଭକ୍ତ 3। ତ ଯୋଗ ଚିହ୍ନ ଦେଇକି ଲେଖିବା 1 ବିଭକ୍ତ 3। ତ ଏଠାରେ ହର ସମାନ ଅଛି, ତେଣୁ ସମାନ ହରରୁ ଗୋଟେ ହର ନିଆଯିବ ଏବଂ ଲବ ଦୁଇଟି ଯାକ ମିଶିଯିବ। 2ରେ ଯେତେବେଳେ 1 ଯୋଗ କରିବା 3 ବିଭକ୍ତ 3। 3 ବିଭକ୍ତ 3କୁ ଆମେ କାଟିକରି 1 ଲେଖିପାରିବା। 2 ନମ୍ବର ଦେଇଛି 3 ବିଭକ୍ତ 8 ମିଶାଣ 1 ବିଭକ୍ତ 8। ତ ଏଠାରେ ମଧ୍ୟ ଦୁଇଟି ହରରୁ ଗୋଟେ ହର ଲସାଗୁ ଯିବ। 3 ଆଉ 1 ଯେଉଁ ଅଛି 3 ମିଶାଣ 1 ଲବରେ ମିଶାଇଦେବା। ତ 3ରେ 1 ମିଶିଗଲେ ହେଇଯିବ 4 ବିଭକ୍ତ 8। ତ ଏଠାରେ 4 ପଣିକିଆରେ କଟି ଯାଉଛି, ତେଣୁ କାଟିଦେବା। 4 କେ 4, 4 ଦୁଣା 8। ତ 1 ବିଭକ୍ତ 2 ହେଇଯିବ ଉତ୍ତର। ନମ୍ବର 3, 1/9 ମିଶାଣ 2/9 ମିଶାଣ 5/9। ତ ଏଠାରେ 3ଟି ଭଗ୍ନ ସଂଖ୍ୟା ଅଛି। ତ 3ଟି ଭଗ୍ନ ସଂଖ୍ୟାର ମଧ୍ୟ ହର ଯେହେତୁ ସମାନ ଅଛି, ଆମେ ଗୋଟେ ସାଧାରଣ ହର ନେଇଯିବା ଲସାଗୁ। ଉପରେ ଥିବା ଲବ ଗୁଡ଼ିକୁ ମିଶାଇଦେବା। 1 ମିଶାଣ 2 ମିଶାଣ 5। ତ 5ରେ 2 ମିଶିଲେ 7, 7 1 8। ତ 8 ବିଭକ୍ତ 9 ହେଇଯିବ ଉତ୍ତର। ଏହା ଆଉ କଟିବ ନାହିଁ। 4 ନମ୍ବର ଦେଇଛି 1 ପୂର୍ଣ୍ଣ 2 ବିଭକ୍ତ 5 ମିଶାଣ 2 ପୂର୍ଣ୍ଣ 1 ବିଭକ୍ତ 5। ତ ହର ତ 5 5 ରହିବ, କିନ୍ତୁ ମିଶ୍ର ସଂଖ୍ୟାକୁ ପ୍ରଥମେ ଅପ୍ରକୃତ ଲବ ହର ଆକାର କେବଳ ପ୍ରକାଶ କରିବା ଅପ୍ରକୃତ ଭଗ୍ନାଂଶରେ। ତ ଆମେ ଆଗରୁ ଜାଣିଥିଲେ 1 ଗୁଣନ 5 5, ଗୁଣଫଳରେ 2 ମିଶିଯିବ। 5 2 7। ତ ଏଠାରେ ଆମେ ସିଧା ଲେଖିବା 7 ବିଭକ୍ତ 5 ମିଶାଣ 2 5 10 1 11 ବିଭକ୍ତ 5। ତେଣୁ 5 5ରୁ ଗୋଟେ 5 ଯିବ ଲସାଗୁ, 7ରେ 11 ମିଶାଇଦେବା। ତ 11 7 18, 18 ବିଭକ୍ତ 5 ହେଇଯିବ, କିନ୍ତୁ ଏହା ଅପ୍ରକୃତ ଭଗ୍ନାଂଶ ରହିଲା। ପୁଣି ତାହାକୁ ମିଶ୍ର ସଂଖ୍ୟାରେ ପ୍ରକାଶ କରିବା। ତ 5 3 15, 3 ବଳିଗଲା। ତ 3 ପୂର୍ଣ୍ଣ 3 ଯେଉଁ ବଳିଗଲା 3 ଉପରେ ଦେବା, 5କୁ 5 ହର ଦେବା। ଏହା ହେଇଗଲା ଯୋଗଫଳ 3 ପୂର୍ଣ୍ଣ 3 ବିଭକ୍ତ 5। 5 ନମ୍ବର 2 ପୂର୍ଣ୍ଣ 1 ବିଭକ୍ତ 7, ସେଥିରେ ଯୋଗ କରିବା 3 ପୂର୍ଣ୍ଣ 2 ବିଭକ୍ତ 7। 2 7 14, 1 15 ବିଭକ୍ତ 7 ମିଶାଣ 3 7 21 22 23 ବିଭକ୍ତ 7। ତ ହର ସମାନ ଅଛି, ତେଣୁ ଗୋଟେ ହର ନେବା। 15ରେ 23 ଯୋଗ କରିଦେବା। ତେବେ 5 3 8 1 2 3 38 ବିଭକ୍ତ 7। ତ ଏହାକୁ ମଧ୍ୟ ମିଶ୍ର ସଂଖ୍ୟାରେ ପ୍ରକାଶ କରିବା। 7 5 35, 5 ପୂର୍ଣ୍ଣ 35 38 3, ଭାଗ ଶେଷ 3 ଯେଉଁ ବଳୁଛି ତାକୁ ଲବରେ ଦେବା, ବିଭକ୍ତ 7କୁ 7। 6 ନମ୍ବର ଅଛି 1 ବିଭକ୍ତ 5 ମିଶାଣ 3 ବିଭକ୍ତ 10। ତ ଏଠାରେ ଯେତେବେଳେ ସାନ ହରରେ କିଛି ଗୁଣିଦେଲେ ବଡ଼ ହର ହେବ, ସେତେବେଳେ ବଡ଼ ହରଟି ହେବ ଲସାଗୁ। ଅର୍ଥାତ୍ 5 ପଣିକିଆରେ 10 ଅଛି, ଯେହେତୁ 10 ହେଇଯିବ ଲସାଗୁ। 10 ହରଣ 5 2 ବାହାରିବ। 2ରେ 1 ଗୁଣନ କଲେ 2 ମିଶାଣ 10ରେ 10 ହେଲେ କଟିଗଲା 1 1 3 3 ହେଇଯିବ। ତ 2 3 ମିଶିକି 5 ହେଇଯିବ। 5 ବିଭକ୍ତ 10। ପୁଣି 5ରେ କାଟିଦେଲେ 5 କେ 5 5 ଦୁଣା 10। 1 ବିଭକ୍ତ 2 ହେଇଯିବ ଉତ୍ତର। 7 ନମ୍ବର 3 ବିଭକ୍ତ 8 ମିଶାଣ 5 ବିଭକ୍ତ 16। ତ ଏହି ପ୍ରକାରରେ ଆମେ ଜାଣିଲେ 8 ପଣିକିଆରେ ଯେହେତୁ 16 ଅଛି, 16 ଯିବ ଲସାଗୁ। ଲସାଗୁରେ ପ୍ରଥମ ହରକୁ ହରିଦେବା। 16 ହରଣ 8 ଯେ 2 ବାହାରିବ। 2 3 6, 6 ମିଶାଣ 16 16 କଟିଗଲା। ସେଇ 5କୁ 5 ରହିବ। 11 ବିଭକ୍ତ
16 ହେଇଯିବ ଉତ୍ତର। 8 ନମ୍ବର 5 ବିଭକ୍ତ 8 ମିଶାଣ 5 ବିଭକ୍ତ 12। ଏଠାରେ ଆଠକ ପଣିକିଆରେ 12 ନାହିଁ। ଏହି କ୍ଷେତ୍ରରେ ଆମେ କଣ କରିବା ନା ବଡ଼ ହରରେ କିଛି ସଂଖ୍ୟା ଗୁଣିବା। ତ 12ରେ 2 ଗୁଣନ କଲେ 24, ଆଉ 24 ଆଠକ ପଣିକିଆରେ ବି ଅଛି 12କ ପଣିକିଆରେ ବି ଅଛି। ତ 2 ଗୁଣନ କଲେ ଯେଉଁ 24 ମିଳିଲା 24 ହେଇଯିବ ଲସାଗୁ। ତ 24କୁ ଯେତେବେଳେ 8ରେ ହରଣ କରିଦେବା 3 ବାହାରିଯିବ, 3 ପଞ୍ଚା 15, 15 ମିଶାଣ 24କୁ 12ରେ ହେଲେ 2, 2 ପଞ୍ଚା 10। ତେବେ 15 10 ହେଇଯିବ 25 ବିଭକ୍ତ 24। କିନ୍ତୁ ଏଠାରେ ମଧ୍ୟ ଆମେ ଲବ ବଡ଼ ରଖିବା ନାହିଁ। 24କେ 24 ଆଉ 1 ବଳିଲା 1 ବିଭକ୍ତ 24କୁ 24। 9 ନମ୍ବର 4 ବିଭକ୍ତ 9 ମିଶାଣ 5 ବିଭକ୍ତ 12। ଏଠାରେ ବି 9କ ପଣିକିଆରେ 12 ନାହିଁ। ତେଣୁ 12ରେ ଏମିତି ସଂଖ୍ୟା ଗୁଣନ କରିବା ଯେପରି 9କ ପଣିକିଆରେ ବି ସେଇ ସଂଖ୍ୟା ଥିବ, 12କ ପଣିକିଆରେ ବି ଥିବ। ତ 12 ଦୁଣେ 24, 9କ ପଣିକିଆରେ 24 ନାହିଁ, 12 3 36, 9 6 36, 36 ହେଇଯିବ ଲସାଗୁ। 36ରେ 9 ହରିଦେଲେ 4, 4 6 16 ମିଶାଣ 36ରେ 12 ହରଣ କଲେ 3, 3 ପଞ୍ଚା 15। ତ 16ରେ 15 ମିଶିଗଲେ ହେଇଯିବ 31 ବିଭକ୍ତ 36। ନମ୍ବର 10 1 ପୂର୍ଣ୍ଣ 3 ବିଭକ୍ତ 8 ମିଶାଣ 2 ପୂର୍ଣ୍ଣ 5 ବିଭକ୍ତ 12। ତ ଏହାକୁ ପ୍ରଥମେ ଅପ୍ରକୃତ ଭଗ୍ନାଂଶରେ ପରିଣତ କରିବା। 1 ଗୁଣନ 8 8, 8ର 3 ଯୋଗ କଲେ 11 ବିଭକ୍ତ 8 ମିଶାଣ 2ରେ 12 ଗୁଣନ କଲେ 24, 24 5 29 ବିଭକ୍ତ 12। ତ 8 ଆଉ 12ର ଲସାଗୁ 24, 24ରେ 8 ଭାଗ କଲେ 3, 11 ଗୁଣନ 3 ହେଇଯିବ 33, 24ରେ 12 ହରଣ କଲେ 2, 29 ଦୁଣା 58, 91 ବିଭକ୍ତ 24। ତ ଏହା ଅପ୍ରକୃତ ଭଗ୍ନାଂଶରେ ଯେଉଁ ଅଛି ତାହାକୁ ମିଶ୍ର ସଂଖ୍ୟାରେ ପରିଣତ କରିବା। 91ରେ 24 ହରଣ କଲେ 24 3 72 ପର୍ଯ୍ୟନ୍ତ ଯିବ, 19 ବିଭକ୍ତ 24। ତ ଏହା ହେଇଯିବ ଉତ୍ତର। 11 ନମ୍ବର ଅଛି 1 ପୂର୍ଣ୍ଣ 2 ବିଭକ୍ତ 5 ରେ ଯୋଗ କରିବା 2 ପୂର୍ଣ୍ଣ 3 ବିଭକ୍ତ 10 ରେ ଯୋଗ କରିବା 3 ପୂର୍ଣ୍ଣ 1 ବିଭକ୍ତ 2। 1 5 5, 2 7 ବିଭକ୍ତ 5 ମିଶାଣ 2 10 20, 3 23 ବିଭକ୍ତ 10 ମିଶାଣ 3 2 6 1 7 ବିଭକ୍ତ 2, 2 ପଞ୍ଚା 10, 5 2 10। ତ ବଡ଼ ସଂଖ୍ୟା ମିଳିଯାଉଛି, ତେଣୁ ସେଇ ବଡ଼ ସଂଖ୍ୟାଟା ଯିବ ଲସାଗୁ। 10 ଗଲା, 10କୁ 5ରେ ହରଣ କଲେ 2, 2 7 14 ମିଶାଣ 10 10 1 ହେଇଯିବ 23 କେ 23 ମିଶାଣ 10ରେ 2 ହରଣ କଲେ 5, 5 7 35। ବର୍ତ୍ତମାନ ତିନୋଟି ସଂଖ୍ୟାକୁ ମିଶାଇ ଦେବା। 5 3 8, 8 4 12ରୁ 2 ଗଲା 1, 1 2, 2 4 3 7 72 ବିଭକ୍ତ 10। 12 ନମ୍ବର ଅଛି 1 ପୂର୍ଣ୍ଣ 1 ବିଭକ୍ତ 10 ମିଶାଣ 2 ପୂର୍ଣ୍ଣ 1 ବିଭକ୍ତ 15 ମିଶାଣ 3 ପୂର୍ଣ୍ଣ 1 ବିଭକ୍ତ 6। 1 10 10, 10 1 11 ବିଭକ୍ତ 10 ମିଶାଣ 2ରେ 15 ଗୁଣନ କଲେ 30, 1 31 ବିଭକ୍ତ 15 ମିଶାଣ 318 1 19 ବିଭକ୍ତ 6। ତ 10 15 ଆଉ 6ର ଲସାଗୁ। ବଡ଼ ସଂଖ୍ୟା 15, 15ର କିଛି ଗୁଣିଦେବା। 15 ଦୁଣା 30, ହଁ 10 3 30, 6 5 30, ତ 30 ହେଇଯିବ ଲସାଗୁ। 30କୁ 10ରେ ହରଣ କରିଦେବା, 3 ବାହାରିବ, 3ରେ 11 ଗୁଣନ କଲେ ହେଇଯିବ 33 ମିଶାଣ 30ରେ 15 ହରଣ କଲେ 2, 2କୁ 31ରେ ଗୁଣନ କଲେ 62 ମିଶାଣ 30କୁ 6ରେ ହରଣ କଲେ 5, 19ରେ ଗୁଣନ କଲେ 19 5 95। ତ ବର୍ତ୍ତମାନ ତିନୋଟି ସଂଖ୍ୟାକୁ ଯୋଗ କରିଦେବା। 5 2 7 3 10ରୁ ଶୂନ ଗଲା 1, ଇଏ ହେଇଗଲା 9 1 10, 10 16 17 18 19 190 ବିଭକ୍ତ 30। ଆମେ ଗୋଟେ ଗୋଟେ ଶୂନ ଆଗେ କାଟିଦେବା। 77 18, 18 19 ବିଭକ୍ତ 3 ହିଁ ରହିବ।
ବର୍ତ୍ତମାନ କିଛି ବିୟୋଗଫଳ ନିର୍ଣ୍ଣୟ କରିବା। ଏଥିରେ ମଧ୍ୟ କିଛି ହର ସମାନ ଅଛି, କିଛି ସାନ ପଣିକିଆ ଡାକିଲେ ବଡ଼ ହରଟି ପଡ଼ୁଛି, ଆଉ କିଛି ଜାଗାରେ ତାହାର ଲସାଗୁ କିପରି ବାହାର କରିବା ଯୋଗ କାର୍ଯ୍ୟ କଲାବେଳେ ତାହାର ଟ୍ରିକ୍ ଆମେ ଜାଣିସାରିଲେଣି। ଆଉ କିଛି ବିୟୋଗ କାର୍ଯ୍ୟ କରିବା ଯେଉଁଠାରେ କି ଗୋଟେ ପୂର୍ଣ୍ଣ ସଂଖ୍ୟାରୁ ଗୋଟେ ମିଶ୍ର ଭଗ୍ନାଂଶକୁ ବିୟୋଗ କରିବାକୁ ପଡ଼ିବ। କ୍ୱେଶ୍ଚନ ନମ୍ବର 13ରୁ 24 ଭିତରେ 4-5ଟି ଟାଇପର କ୍ୱେଶ୍ଚନ ଅଛି। ଆମେ ଏଗୁଡ଼ିକର ବିୟୋଗଫଳ ନିର୍ଣ୍ଣୟ କରିବା। ନମ୍ବର 13, 3/8ରୁ ବିୟୋଗ କରିବା 1/8କୁ। 8 ସମାନ ହର ଯିବ 8 ଗୋଟେ, ଆଉ ହର ଯେହେତୁ ସମାନ ଅଛି ଲବ ଗୁଡ଼ିକ ଆମର ଉପରେ ବିୟୋଗ ହେଇଯିବ। 3ରୁ 1 ଗଲେ 2/8 ହେଇଯିବ, କିନ୍ତୁ ଏହାକୁ ଲଘିଷ୍ଠ କଲେ 2 2 2 8, ତ 1/4 ହେବ। 14 ନମ୍ବର, 7/12ରୁ ବିୟୋଗ କରିବା 5/12। ତ ହର ସମାନ ଅଛି, ଗୋଟେ ସମାନ ହର ଯିବ ଲସାଗୁ 7ରୁ 5କୁ ବିୟୋଗ କରିଦେବା। ହର ସମାନ ଥିଲେ ଲବ ଗୁଡ଼ିକ ସିଧା ବିୟୋଗ ହେବ। 7ରୁ 5 ଗଲେ 2/12, ଏହା ମଧ୍ୟ ଲଘିଷ୍ଠ ହେଇଯିବ 2 2 212, 1/6 ହେଇଯିବ ଉତ୍ତର। 15 ନମ୍ବର କ'ଣ ଦେଇଛି ନା 2/3 ବିୟୋଗ 5/12। ତ ଏଠାରେ ହର ସମାନ ନାହିଁ, କିନ୍ତୁ 3ଙ୍କ ପଣିକିଆରେ 12 ରହିଛି, ତେଣୁ 12କୁ ଆମେ ଲସାଗୁ ନେଇଯିବା। 12ରେ ଯେତେବେଳେ 3କୁ ହରଣ କରିବା 4 ହେଇଯିବ, 4 ଦୁଣା 8 ଏଡାଣ, 12ରେ 12 କଟିଗଲା 1 ହେଲା, 1 5 5। ତ 8ରୁ 5 ଗଲେ 3/12, 3 3 3 12, 1/4। ନମ୍ବର 16, 7/18ରୁ ବିୟୋଗ କରିବା 2/9। ତ ଏଠାରେ ମଧ୍ୟ 9ଙ୍କ ପଣିକିଆରେ 18 ରହିଛି, ତେଣୁ 18 ଯିବ ଲସାଗୁ। 18ରେ 18 ହରଣ କଲେ କଟିଗଲା 1 ହେଇଗଲା, 1 7 7 ମାଇନସ 18ରେ 9 ହରଣ କଲେ 2 2 ଦୁଣା 4, 7ରୁ 4 ବିୟୋଗ କରିଦେଲେ 3/18, ତ ଏହା ମଧ୍ୟ କଟିଯିବ 3 3 318, 1/6। 17 ନମ୍ବର, 5/12ରୁ ବିୟୋଗ କରିବା 1/6। ଏଠାରେ 6ଙ୍କ ପଣିକିଆରେ 12 ରହିଛି, ତେଣୁ ଲସାଗୁ ଯିବ 12। 12ରେ 12 ହରଣ କଲେ 1 1 5 5 ରୁ ବିୟୋଗ କରିଦେବା। 12ରେ 6 ହରଣ କଲେ 2, 2ରେ 1 ଗୁଣନ କଲେ 2। 5ରୁ 2 ବିୟୋଗ କଲେ ହେଇଯିବ 3/12, କଟିଗଲେ 3 3 3 12, 1/4। 18 ନମ୍ବର, 1/2/3ରୁ ବିୟୋଗ କରିବା 5/6କୁ। ତ ଏହି ଟାଇପ ବିୟୋଗରେ ମିଶ୍ର ସଂଖ୍ୟାକୁ ପ୍ରଥମେ ଅପ୍ରକୃତ ଭଗ୍ନ ସଂଖ୍ୟା କରିବା। 1 3 3 2 5/3ରୁ ବିୟୋଗ କରିବା 5/6। ବର୍ତ୍ତମାନ ଲସାଗୁ ନେବା। 3ଙ୍କ ପଣିକିଆରେ 6 ଅଛି, ଲସାଗୁ ହେଇଯିବ 6। 6କୁ 3ରେ ହରଣ କଲେ 2 2 5 10 ବିୟୋଗ 6ରେ 6 ହରଣ କଲେ 1 1 5 5, 10ରୁ 5 ବିୟୋଗ କଲେ ହେବ 5/6। 19 ନମ୍ବର, 2/3/8ରୁ ବିୟୋଗ ହେବ 1/1/4। 2 8 16, 16 3 19/8 ରୁ ବିୟୋଗ କରିବା 1 4 4 1 5/4। 4ଙ୍କ ପଣିକିଆରେ 8 ଅଛି, ତେଣୁ 8 ଯିବ ଲସାଗୁ। 8ରେ 8 ହରଣ କରିଦେଲେ 1, 19ରେ 1 ଗୁଣନ କଲେ ସେଇ 19 ଏଡାଣ, 8ରେ 4 ହରଣ କଲେ 2 2 5 10, ତ 19ରୁ 10 ବିୟୋଗ କଲେ ହେବ 9/8। 9ରେ 8 ହରଣ କରିଦେଲେ 8 8 ଆଉ 1 ଯେଉଁ ପାଇଲାନି ତା ଭାଗଶେଷ ପଡ଼ିବ, ଭାଗଶେଷକୁ ଲବରେ ଲେଖିବା, ହରରେ 8କୁ 8, 1/1/8। ନମ୍ବର 20, 3/5/12ରୁ ବିୟୋଗ କରିବା 2/3/8। 3ରେ 12 ଗୁଣନ କଲେ 36, 36 5 41/12 ଏଡାଣ, 2 8 16 3 19/8। 8 ଆଉ 12ର ଲସାଗୁ ଯିବ 24। 24ରେ 12 ହରଣ କଲେ 2, 41 ଦୁଣା 82 ରୁ ବିୟୋଗ କରିଦେବା। 24ରେ 8 ହରଣ କଲେ 3,
19 3 57। तो वियोग करदेबा 12 ରୁ 7 गले 5, 7 ରୁ 5 गले 2, 25 विभक्त 24। वर्तमान ताको हरण करदेबा 24 के 24 तो 25 विभक्त 24 को 24। क्वेश्चन नंबर अछि 3 पूर्ण 7 विभक्त 10 ରୁ वियोग करिबा 2 पूर्ण 8 विभक्त 15। 3 10 30, 30 7 35 विभक्त 10 ରୁ वियोग करिबा 2 रे 15 गुणन कले 30, 30 8 38 विभक्त 15। तो 10 ଆଉ 15 ର ଲସ୍ ଆଗୁ ବଡ଼ ସଂଖ୍ୟା 15, 15 ରେ 2 ଗୁଣନ କଲେ 30, 10 ପଣିକାରେ ବି ରହିଛି 30, 15 ପଣିକାରେ, ତେଣୁ ଲସ୍ ଆଉ ଗଲା 30। 30 ରେ 10 କୁ ହରଣ କଲେ 3, 35 ରେ 3 ଗୁଣନ କଲେ ହବ 111 ରୁ ବିয়োଗ କରିଦେବା 30 ରେ ହରଣ କଲେ 15 କୁ 2, 38 ଦୁଣା ହେଇଯିବ 70। 111 ରୁ 70 କୁ ବିয়োଗ କଲେ ହବ 35, 35 ବିଭକ୍ତ 30। 5 ପଣିକାରେ କାଟିଦେଲେ 5 7 35, 530, 7 ବିଭକ୍ତ 6 ହେବ। 6 କେ 6, 1 7 ବିଭକ୍ତ 6 କୁ 6, 1 ପୂର୍ଣ୍ଣ 1 ବିଭକ୍ତ 6 ହେଇଯିବ ଉତ୍ତର। ନମ୍ବର 22 2 ରୁ ବିୟୋଗ ହେବ 1 ପୂର୍ଣ୍ଣ 3 ବିଭକ୍ତ 5। ତ ଏଠାରେ ଗୋଟେ ପୂର୍ଣ୍ଣ ସଂଖ୍ୟା 2 ଦେଇଛି ଆଉ ଗୋଟେ ମିଶ୍ର ଭଗ୍ନ ସଂଖ୍ୟା। ତ 2 କୁ 2 ରଖିଥିବା प्रथमे मिश्र संख्या को अप्रकृत करदेबा 1 5 5 5 3 8 विभक्त 5 हो। तो 2 तले 1 अच्छी तेणु यह आम लिखिपर के 2 विभक्त 1 वियोग 8 विभक्त 5। 1 और 5 रो वर्तमान लस आगु ना 1 5 5 जीव 5 को 1 रो हरण कले से 5 मिलला 5 रे 2 गुणन कले 10 वियोग 5 5 कटि गला 1 8 8। तो 10 ରୁ 8 गले हो 2 विभक्त 5। 23 नंबर 3 ରୁ वियोग करिबा 2 पूर्ण 7 विभक्त 8। तो 3 ରୁ वियोग करिबा 2 8 16, 16 7 23 विभक्त 8। तो 3 विभक्त 1 लिखिबा जहा न लिखिबा से कहीं 3 तले 1 को हमर लिखा जाय नाही आमे जानिबा पई गोटे लिखिले एहीपरि संख्यार आमर जहार हर थिबो सेही हरटा ही जीवो लस आगु। लस आउ गला पर आमर सीधा 8 रे 3 को गुणन करा जीवो। तो 3 8 हे जीवो केते ना 24। 24 ରୁ वियोग हे जीवो 8 रे 8 हरण करले कटि गला 1 हे गला 23 रे 1 गुणन करले सेही 23। 24 ରୁ 23 गले 1 विभक्त 8 हे जीवो। नंबर 24 2 ରୁ वियोग करिबा 1 पूर्ण 5 विभक्त 12। 2 थाउ हे परि तमे 1 रे 12 गुणन करिबा 12, 12 रे 5 वियोग करदेबा 17, 17 विभक्त 12 समान 2 तले 1 अछि ये होछि 12। 1 और 12 रो लस आगु आमे 12 नै जेबो 12 दुणे 24 हे जेबो। ता रूल होछि या तले जो 1 अछि 12 को 1 रे हरण करले सही 12 रहइबो ऊपर नै गुणन करिबा लब संगे 2 रे 12 गुणन करले 24 तले 1 न लिखि के मध्य एई परि भाबरे करि परिबो। तो 12 रे जतले 12 हरण करिबा कटि गला 1, 17 रे 1 गुणन करले सही 17। तो 24 ରୁ 17 को जतले वियोग करिबा 7 विभक्त 12 ताहा कटिबो नाही एहा हला उत्तर। नंबर 25 दुकानरू सरिता 2 विभक्त 5 मीटर लंबर और ललिता 3 विभक्त 4 मीटर लंबर रिबन किनिले उभय मोट केते दैर्घ्यर रिबन किनिले। तो एठारे मोट कहिचे तेणु आमे जोग करिदबा 2 विभक्त 5 रे 3 विभक्त 4। सरिता रिबन किनिला 2 विभक्त 5 मीटर। एपरि ललिता रिबन किनिला 3 विभक्त 4 मीटर। तेबे उभय रिबन किनिले 2 विभक्त 5 मिश्रण 3 विभक्त 4 मीटर। 5 ଆଉ 4 लस आगु जीवो 20 दुईटी लागिकी जतबेले संख्या थिबो तार लस आगु तार गुणफल जीवो 20 को 5 रे हरण करले एई संख्या बारी जीवो 4, 4 दुणे 8 आउ 5 3 15 कहीं ना 20 रे 4 हरण करले 5 बारी जीवो 5 को नेकी लब संगे गुणा जीवो 15 8 हे जीवो 23
विभक्त 20 तो 23 विभक्त 20 को आम लिखिपर 20 के 20 20 3 23 विभक्त 20 तो 1 पूर्ण 3 विभक्त 20 मीटर हो। अतएव उभय मोट 1 पूर्ण 3 विभक्त 20 मीटर दैर्घ्यर रिबन किणिले। नंबर 26 लास्ट अच्छी विद्यालय हता चारि पाखरे थरे चली आसवाक नीलू 2 पूर्ण 1 विभक्त 5 मिनिट समय निए। सेतिकी बाट चलवाई जीतू 7 विभक्त 4 मिनिट समय निए। दुई जनक मध्यरु किए कम समय निए और केते कम समय निए। तो एठारे गोटे मिश्र संख्या देछि गोटे अप्रकृत भग्न संख्या। जेतेबेले आमे 7 विभक्त 4 को मिश्र संख्या आकार प्रकाश करिबा तेबे 4 के 4 4 गुणा 8 एठी 2 पड़िबोनी 1 पूर्ण 3 विभक्त 4 हेबो। जीतू नउची 1 पूर्ण 3 विभक्त 4 मिनिट तेणु ये 2 मिनिट रु किछि अधिक नउची ये 1 मिनिट रु किछि अधिक नउची तेणु जीतू कम समय निए। तो केते कम समय निए ता आमे किपरि बाहर करिबा ना एही संख्या रु एही संख्या को उपयोग करिदबा। नीलू समय निए 2 पूर्ण 1 विभक्त 5 मिनिट। जीतू समय निए 7 विभक्त 4 समान 4 के 4 3 7 विभक्त 4 मिनिट। ताहले ये 2 मिनिट रु किछि अधिक ये 1 मिनिट रु किछि अधिक समय नेउछि तेणु दुई जनक मध्यरु जीतू कम समय निए तेणु आमे गोटे उत्तर पाई गले। अतएव दुई जनक मध्यरु जीतू कम समय निए। आउ केते कम समय नेउछि जानिबा पई आमे वियोग करिदबा। 2 पूर्ण 1 विभक्त 5 रु वियोग करिदबा 7 विभक्त 4 ये हबो 2 पंचा 10 1 11 विभक्त 5 रु वियोग हबो 7 विभक्त 4 5 और 4 लॉस आगो जीवो 20 20 रे 5 रन करले 4 बाहर जीवो 11 44 माइनस 20 रे 4 हरण करले 5 बाहर जीवो 5 सत्ता 35 तो 44 रु 35 को वियोग करले हे जीवो 9 तो 9 विभक्त 20 तेणु अतएव लिखिबा जीतू नीलू अपेक्षा 9 विभक्त 20 मिनिट कम समय निए। आंसर आमे अभ्यास कार्य 5.8 रो संपूर्ण भाव समाधान करि सारिछे। जदि एही वीडियो रो किछि सिखिबाक मिलिथिबो तेबे वीडियो को गोटे लाइक करिबा सहित तुमरो सांग मानक सहित वीडियोटी को शेयर करिदबो जहा द्वारा सेमाने मध्ये एही वीडियो रो किछि सिखि पारिबे। जदि आम चैनल विभूति गुरुजी ऑनलाइन रे नया करी वीडियो देखुछन्ति तेबे चैनल को सब्सक्राइब करिदबो जहा फल रे एही करी वीडियो गुडी को अपलोड हेबा मात्रे सर्वप्रथम नोटिफिकेशन पाई परिबे। थैंक्स फॉर वाचिंग।